ସ୍ୱପ୍ନ ଦୋଷ ରହୁଛି। 3 କୋଟି ଟଙ୍କାର ସ୍ୱପ୍ନ ସିଏ ପୁଣି ସକାଳୁ ସକାଳୁ ମୋ ବୋଉ କହୁଥିଲା ସକାଳର ସ୍ୱପ୍ନ ସତ ହୁଏ ତାମାନେ ମୁଁ କୋଟିପତି ହେଇଯିବି ନା। ଆଜି ଫାଇନାଲ ଲଗେଇବାକୁ ପଡ଼ିବ ଡ୍ରିମ୍ 11 49 ଟଙ୍କା ଲଗେଇବା ଯେମିତି ହଉ ଲଗେଇବା ଲଗେଇଦବା। ଫାଇନାଲି 50 ଟଙ୍କା ଡ୍ରିମ୍ 11 ଲଗେଇଦେଲି। ଏବେ ଖାଲି 3 କୋଟି ଟଙ୍କାର ଅପେକ୍ଷା ରାତାରାତି କୋଟିପତି ୱିଥ୍ ଏ ଥାର୍। ମୁଁ ଟିକେ ଚେକ୍ କରିଦିଏ ମୁଁ ଲଗେଇଥିଲି ପଇସା ଡ୍ରିମ୍ 11 ଏକ ନମ୍ବରରେ ଅଛି। ୟେସ୍ ଖାଲି ପଇସାଟା ବାକି ଅଛି ଆସିବାଟା। ବାପାଙ୍କୁ କଲ୍ କରିକି ଜଣେଇଦେବି କି କଥା ଘର ଫର ତିଆରି ହବ ନା ସବୁ ମାନେ ଅର୍ଡର ଦିଆଯିବ। ବାପା ହ୍ୟାଲୋ ବା ଇଏ ଆମ ଏରିଆରେ କିଏ ଭଲ ମିସ୍ତ୍ରୀ ମିଳିବେ କହିଲୁ? ରାଜୁଆ ସିଏ ପାଇଖାନା ମିସ୍ତ୍ରୀ। ସେ ମିସ୍ତ୍ରୀ ନା ଆମର ଗୋଟେ ଭଲ ଇଞ୍ଜିନିୟରଟେ ଦେଖେ ଏକା ସାଙ୍ଗରେ ଯିଏ 10 ତାଲା ବିଲ୍ଡିଂ ଉଠେଇ ପାରିବ। ଆଉ ସେ ମାର୍ବଲ ଫାର୍ବଲ ପକେଇବନି ଡାଇରେକ୍ଟ ଆମେ ସୁନାର ପ୍ଲେଟ୍ ଲଗେଇଦବା। ଆଉ ମେନ୍ କଥା ଇଏ ଆମର ପାର୍କିଂଟା ଆଗେ ଦରକାର କାହିଁ କହିଲ 2ଟା ଗାଡି ରହିବ ଗୋଟେ ଥାର ତା ସାଙ୍ଗରେ ଗୋଟେ ଫର୍ଚୁନର। ଆଉ ଗୋଟେ କଥା ବନ୍ଧୁ ବାନ୍ଧବଙ୍କ ସହିତ ଆଗେ ସମ୍ପର୍କ କାଟ। ଆମର କାହା ସହିତ ମିଶିବା ଦରକାର ନାହିଁ କି ଚଳିବା ବି ଦରକାର ନାହିଁ। ଆଉ ସବୁ ଜିନିଷ ପାଇଁ ଅର୍ଡର ଦେଇଦିଅ। ହଁ ଟେନସନ୍ ନାହିଁ। ବାପା କଥା ଗଲା ବାକି ରହିଲା ମାଣ୍ଡୁର ବାପା ଶଶୁର ତ ନୁହେଁ ଶଳାଟି ଅସୁର। ମତେ ଛୋଟ ଲୋକ କହୁଥିଲା ଛୋଟ ଲୋକ। ଆଜି ମୁଁ ତାକୁ ଜଣେଇଦେବି କିଏ ଛୋଟ ଲୋକ ଆଉ କିଏ ବଡ ଲୋକ ସିଧା ତା ଘରକୁ ଯିବି।